ପିଲାମାନେ ଆମ ଜୀବନରେ ସମୟ ବା କାଲର କେତେ ମୁହୂର୍ତ୍ତ ଅଛି, ଗୁରୁତ୍ୱପୂର୍ଣ୍ଣ କାମ ଅଛି, ସେଟା ତମେ ଜାଣିଛ କି? ତ ସେଇ ସମୟକୁ ବୁଝିବା ପାଇଁ ଆମର ଆଜି ଆମେ କଣ କରିବା, ନନ୍ଦିନୀ ଶତପଥୀଙ୍କ ଦ୍ୱାରା ଯୋଉ ଗଳ୍ପ ଗୋଟେ ଅଛି କାଲର କପଳ ତଳେ, ତାକୁ ଆମେ ଡିଟେଲ୍ସରେ ବୁଝିବା। ତ ନମସ୍କାର ପିଲାମାନେ, ମୁଁ ହଉଛି ତମର ସୁରଜ ସାର୍। ସମସ୍ତଙ୍କୁ ସ୍ୱାଗତ କରୁଛି ଆମର ଟିଏଫଏଲ୍ ଓଡ଼ିଆ ଚ୍ୟାନେଲକୁ, ଯୋଉଥିରେ କି ଆମର ତମର କ୍ଲାସ 10 ଦଶମ ଶ୍ରେଣୀ ପାଇଁ ଫ୍ରି ଅଫ୍ ଏଜୁକେସନ ତମକୁ ପ୍ରୋଭାଇଡ କରାଯାଉଛି। ତ ଚାଲ ଆମେ ଷ୍ଟାର୍ଟ କରିବା। ଏଥିରେ ଆମେ କଣ କରିବା, ଲେଖକ ପରିଚୟ ଠାରୁ ତମର ଷ୍ଟାର୍ଟ ହବ ତମର ଓଡ଼ିଆ ସିମ୍ପଲ ଏକ୍ସପ୍ଲାନେସନ, ଆମେ ଡିଟେଲ୍ସରେ ଯିବା, ଯୋଉ ଦ୍ୱାରା କି ତମର ଆଉ এই ভিডিও দেখি সারা পরে তোমার এই চ্যাপ্টরে কৌশি বি ডাউট রহিব ନାହିଁ। আমি কম করিবা এই লেকচর সরলা পরে আমি মধ্যে আর কম করিবা, কোশ্চেন আনসার ডিসকশন করিবা। বহুত সারা কোশ্চেন মু তম মানকু নেই আসিবি, সে দ্বারা আমি কম করিবা, ডিসকশন করিবা। তো চালো আমি স্টার্ট করিবা লেখক পরিচয় ঠারু। যদি আমি অলরেডি আমি কিছু কিছু জানিথিবে, তম মানে যদি জানিন যে নন্দিনী শতপথী কিয়ে, না নন্দিনী শতপথী কিয়ে, দেখ ওড়িশার পুরাতন মুখ্যমন্ত্রী তথা বিশিষ্ট লেখিকা কিଏ, ନା ନନ୍ଦିନୀ ଶତପଥୀ ଏକ ପ୍ରସିଦ୍ଧ ସାହିତ୍ୟିକ ପରିବାରରେ କଣ କରିଥିଲେ, ଜନ୍ମଗ୍ରହଣ କରିଥିଲେ। କାହିଁକି ପ୍ରସିଦ୍ଧ ସାହିତ୍ୟିକ ପରିବାର କୁହାଯାଇଛି, ଦେଖ ତାଙ୍କ ବାପା କିଏ ଥିଲେ, କାଳିନ୍ଦୀ ଚରଣ ପାଣିଗ୍ରାହୀ। କଣ ଥିଲେ ନା, କିଏ ଥିଲେ ନା, ବାପା ଥିଲେ କାଳିନ୍ଦୀ ଚରଣ ପାଣିଗ୍ରାହୀ, ଯିଏକି ଆମର ଦେଖିପାରିଥିବ ସବୁଜ ସାହିତ୍ୟର, ଏବଂ ଯୋଉ ଦାଦା ରହିଲେ ଭାଗବତୀ ଚରଣ ପାଣିଗ୍ରାହୀ ପ୍ରଗତିବାଦୀ ସାହିତ୍ୟର ପ୍ରମୁଖ ଶ୍ରେଷ୍ଠା ଥିଲେ। ଦୁଇ ଜଣ ଦେଖ ସାହିତ୍ୟିକ ପରିବାରରେ ଜନ୍ମଗ୍ରହଣ କରିଥିଲେ, କିଏ ନା ନନ୍ଦିନୀ ଶତପଥୀ। ସେଥିରେ ଯଦି ଦେଖିବା, ଛାତ୍ର ଜୀବନ ଠାରୁ ହିଁ ସେ କଣ କରିଥିଲେ ନା କବିତା ଗଳ୍ପ ଲେଖିବା ଆରମ୍ଭ କରିଦେଇଥିଲେ, କିଏ ନା ନନ୍ଦିନୀ ଦେବୀ। ତା ଛଡା ରାଜନୀତିର ବାସ୍ତବତା ଭିତରେ ମଧ୍ୟ ତାଙ୍କର ଅନେକ ଶକ୍ତିଶାଳୀ ରଚନା ସୃଷ୍ଟି କରିଛନ୍ତି। ତାଙ୍କର ଲୋକପ୍ରିୟ ଗଳ୍ପ ଯୋଉ ସଂକଚନ ଗୁଡିକ ହେଲା କେତୋଟି କଥା, ଦେଖ ଏଟା ମନେ ରଖିବାକୁ ପଡିବ, କେତୋଟି କଥା, ସପ୍ତଦେଶୀ। ଏହା ଛଡା ଯୋଉଟା ଅଛି ତାଙ୍କର ଫେମସ ଅଛି, ଦେଖ ରସିଦ ଟିକସ। এই পুস্তক পাই এই ଯୋଉଟା ସଫଳ ଅନୁବାଦ ପାଇ ତାଙ୍କୁ କଣ କରିଥିଲେ ନା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଏବଂ ତା ସହିତ ଯଦି ଆମେ ଦେଖିବା ନା 1998 ମସିହାରେ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ କରାଯାଇଥିଲା। କାହାକୁ ନା ଆମର ନନ୍ଦିନୀ ଶତପଥୀଙ୍କୁ। କେବେ ନା 1998। এই ଯୋଉ ଆମେ ରଚିତ ଗଳ୍ପ ଆମେ ଦେଖୁଛେ, ଯୋଉ ଗଳ୍ପ ଆମେ ଦେଖିଛେ କାଲର କପଳ ତଳେ, ଏହା ଏକ କଣ ହଉଛି ନା ଐତିହାସିକ ଏବଂ କିମ୍ବଦନ୍ତୀ, କଣ ହଉଛି ନା ଐତିହାସିକ କିମ୍ବଦନ୍ତୀ ଆଧାରିତ କାହାଣୀ, ଯୋଉଥିରେ କଣ ହେଇଛି କଲା ପାହାଡର ପୃଷ୍ଠଭୂମିରେ ନାରୀର ସ୍ୱାଭିମାନ, ବୀରତ୍ୱ, ଦେଶପ୍ରେମ ତଥା ତମର ଯୋଉ ଆତ୍ମବଳିଦାନ ଏବଂ ହିଂସ୍ରତାର ମଣିଷର ହୃଦୟର ପରିବର୍ତ୍ତନକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଆମେ ଏବେ କଣ କରିବା, ସିଧା ଯିବା ଆମର ଗଳ୍ପଟାକୁ ମୁଁ କଣ କରୁଛି, ସର୍ଟଲି ତମର ସିମ୍ପଲ ଓଡ଼ିଆ ଏକ୍ସପ୍ଲେନେସନ ମୁଁ ନେଇକି ଆସି, ସେଇଟା ତମ ମାନେ ଦେଖିବ। ଠିକ ଅଛି, ଚାଲ। ଗଳ୍ପଟା ମୋର ଷ୍ଟାର୍ଟ ହଉଛି ନାଲନ୍ଦା ବିଶ୍ୱବିଦ୍ୟାଳୟରୁ ଜଣେ ଗବେଷଣା କରୁଥିବା ବା ଗବେଷଣା କରିବାକୁ ଆସୁଥିବା ଇତିହାସ ଛାତ୍ର, ଯିଏ କିଏ ଥିଲେ ନା ଅଙ୍ଗଦ ଚୌଧୁରୀ। କିଏ ଥିଲେ? ଅଙ୍ଗଦ ଚୌଧୁରୀ ଧଉଳି ପାହାଡର ତଳେ ଥିବା ଏକ ପଥର ଉପରେ ବସିଛନ୍ତି। ତାଙ୍କ ଆଖି ଆଗରେ ଦୟା ନଦୀର ପାଣି ହଠାତ୍ କଣ ହେଲା ନା ଫୁଲି ଉଠି ଲାଲ ରଙ୍ଗର ହେଇଗଲା। କୋଉ କଲର ନା ଲାଲ ରଙ୍ଗର ହେଇଗଲା। ସତେ ଯେମିତି ତାହା ପୁଣି ଯେମିତି କି ସେ ପାଣି ନୁହେଁ, ସେ ହଉଛି କଣ ନା ରକ୍ତର ନଦୀ। କଣ ହଉଛି ନା ପାଣି ନୁହେଁ, ରକ୍ତର ନଦୀ, ଲାଲ ରଙ୍ଗର ଦେଖା ଯାଉଥିଲା। ସେ ଚିନ୍ତା କଲେ ଯେ ଅନେକ ବର୍ଷ ତଳେ, କାହିଁକି ନା ସେ ଇତିହାସର ଛାତ୍ର, ସେ ଇତିହାସ ବିଷୟରେ ଭଲ ଭାବରେ ଟିକେ ଟିକେ ଜାଣିଛନ୍ତି। ତ ଦେଖ ସେ କଣ କରିପାରିବା ନା, ସେ ଚିନ୍ତା କରୁଥିଲେ ଯେ ଅନେକ ବର୍ଷ ତଳେ ଯୋଉ ମଗଧରୁ ଆସିଥିବା ସମ୍ରାଟ ଅଶୋକ କଣ କରିଥିଲେ ନା କଳିଙ୍ଗକୁ ଜୟ କରିଥିଲେ। କିନ୍ତୁ ସେଇ ସମୟରେ କଳିଙ୍ଗର ରାଜା କିଏ ଥିଲେ, ଯାହାଙ୍କୁ ପରାସ୍ତ କରି ସେ ବିଜୟ ପତାକା ଉଡେଇଥିଲେ। ଅଙ୍ଗଦ କଣ କଲେ, ସମ୍ରାଟ ଅଶୋକଙ୍କ ଶିଳାଲେଖ ପଢିଛନ୍ତି। ସେଥିରେ ଅହିଂସା, ଦୟା, କ୍ଷମା, ରାଜାର କର୍ତ୍ତବ୍ୟ ଏବଂ ପ୍ରଜାମାନଙ୍କର ଯୋଉ ମଙ୍ଗଳ ପାଇଁ ଅନେକ ନିୟମ ଲେଖାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟର ଯେ ସେଥିରେ କଳିଙ୍ଗର ରାଜାଙ୍କ ବିଷୟରେ କେଉଁଠି ହେଲେ ବି କିଛି ଉଲ୍ଲେଖ ନାହିଁ। ଧଉଳି ପାହାଡର ଚାରିପଟେ ବୁଲି ବୁଲି ସେ ଶେଷରେ ଏକ ପଥର ଉପରେ କଣ କରିଛନ୍ତି, ବସି ଯାଇଛନ୍ତି। ଏବଂ ସେତେବେଳୁ ଦୟା ନଦୀ ଉପର ସୂର୍ଯ୍ୟ ଶେଷ କିରଣ ଅପସାରିତ ଗଲାଣି, ଯୋଉଟା ଆମର ପଡୁଛି କିରଣଟା କୋଉଠି ନା ତମର ଯୋଉ ଆମର ଅଙ୍ଗଦ ଯୋଉଠି ବସିଛନ୍ତି ନଦୀ ଉପରେ ପଡୁଛି, ଯୋଉ ଦ୍ୱାରା କି ତମେ ଦେଖିପାରିବ ଯେ ହଠାତ୍ କଣ ହେଲା ନା ଲାଲ ରଙ୍ଗର ହେଇଗଲା। ସେଟା ପାଣି ନୁହେଁ, ରକ୍ତର ନଦୀ ବୋଲି କଣ ଭାବିଲେ, କିଏ ଭାବିଲେ ନା ଅଙ୍ଗଦ ଚୌଧୁରୀ। ତାପରେ ଯଦି ଆମେ ଯିବା
ଉତ୍ତର ଦିଗକୁ ଚାହିଁ ଅଙ୍ଗଦ ହଠାତ୍ କଣ ହେଲା, ଆଶ୍ଚର୍ଯ୍ୟ ହେଇଗଲେ। ଆଖ ପାଖରେ କ୍ଷେତ ସବୁ କଣ ଉଭା ନବା ତମର ଗାୟବ ହେଇଗଲେ। ସେଠାରେ ଏକ ଘଞ୍ଚ ଜଙ୍ଗଲ ସୃଷ୍ଟି ହେଇଯାଇଥିଲା। ସେଇ ଜଙ୍ଗଲ ଭିତରୁ ଅନେକ ଘୋଡା ଦୌଡ଼ିବାର ଏବଂ ଅସ୍ତ୍ରଶସ୍ତ୍ରର ଶବ୍ଦ ଶୁଭୁଥିଲା, ଯେଉଁଥିରେ ଧଉଳି ପାହାଡର କମ୍ପି ଉଠିଥିଲା। ଏହା ଶୁଣି ଅଙ୍ଗଦ ଅତ୍ୟନ୍ତ ଭୟଭୀତ ହୋଇ ନିଜର ଆଣ୍ଠୁ ଭିତରକୁ ମୁହଁ ଲୁଚେଇ ବସି ପଡ଼ିଲେ। ଭୟରେ ତାଙ୍କ ଦେହ ଥରୁଥିଲା। ସେ କେତେ ସମୟ ସେମିତି ବସିଥିଲେ ତାହା ତାଙ୍କୁ ଜଣା ନଥିଲା। ହଠାତ୍ ତାଙ୍କ କାନ୍ଧରେ କେହି ହାତ ରଖିବାରୁ ସେ ଚମକି ପଡ଼ି ଉପରକୁ ଚାହିଁଲେ। ତାଙ୍କ ସାମ୍ନାରେ ଜଣେ ଡେଙ୍ଗା ତଥା ତେଜସ୍ୱୀ ପୁରୁଷ ଠିଆ ହୋଇଥିଲେ। ବେଶଭୂଷାରୁ ସେ କୌଣସି ରାଜ ପରିବାରର ଲୋକ ପରି ଲାଗୁଥିଲେ ଏବଂ ଅଙ୍ଗଦକୁ ଆଶ୍ୱାସନା ଦେବା ପାଇଁ ହାତ ବଢେଇଲେ। ତାଙ୍କୁ ଦେଖି ଅଙ୍ଗଦଙ୍କ ସବୁ ଭୟ ଦୂର ହେଇଗଲା। ସେ ବଢେଇଥିବା ହାତଟାକୁ ଧରି ଠିଆ ହେଲେ ଏବଂ ପଚାରିଲେ, ଆପଣ କଣ କଳିଙ୍ଗର ମହାରାଜା? ଆପଣ କଣ କଳିଙ୍ଗର ମହାରାଜା? ସେଇ ପୁରୁଷ ଜଣକ ଗମ୍ଭୀର ସ୍ୱରରେ ଏବଂ ଏକ ଆଦେଶ ଦେଲା ବୋଲି କହିଲେ ଯେ, ନା, ମୋ ସହ ଆସ, ମୁଁ ତମକୁ କଳିଙ୍ଗର ମହାରାଜାଙ୍କ ପାଖକୁ ନେଇଯିବି। ଅର୍ଥାତ୍ ଏଠି ଯଦି ଦେଖିବା, ଉତ୍ତର ଦିଗରେ ଯୋଉ ଅଙ୍ଗଦ ଚାହିଁ ରହିଥିଲା, ହଠାତ୍ କଣ ହେଲା, ଯେତିକି ସବୁ ତମର କ୍ଷେତ ଗୁଡାକ ଥିଲା, ତ ସେଗୁଡାକ ଗାୟବ ହେଇଗଲା। ଗାୟବ ହେଇସାରିକି ସେ ଜାଗାରେ କଣ ହେଲା ନା ଘଞ୍ଚ ଜଙ୍ଗଲ ସୃଷ୍ଟି ହେଲା। ଆଉ ସେ ଘଞ୍ଚ ଜଙ୍ଗଲରେ ଘୋଡା ଦୌଡିବାର ଏବଂ ଅସ୍ତ୍ର ଶସ୍ତ୍ରର କଣ ଶବ୍ଦ ଶୁଭିଲା, ଯୋଉଥିରେ ଯୋଉ ଧଉଳି ପାହାଡ କଣ ହେଇଥିଲା ନା କମ୍ପି ଉଠିଲା। ଅଙ୍ଗଦ ଏଇ ଭୟଙ୍କର ଦୃଶ୍ୟ ଦେଖିବା ଶବ୍ଦ ଶୁଣି କଣ କଲେ ନା ଭୟଭୀତ ହେଇଗଲେ ଏବଂ ନିଜ ଆଣ୍ଠୁ ଭିତରକୁ ମୁହଁ ଲୁଚାଇ ବସି ପଡିଲେ। ତ ତାଙ୍କ ଦେହ ମଧ୍ୟ ଥରୁଥିଲା। ସେ ଯେତିକି ସମୟ ବସିଥିଲେ, ଯେ କେତିକି ସମୟ ବସିଥିଲେ ସେଟା ଯେ ଜାଣିପାରିଲେ ନାହିଁ। ହଠାତ୍ ତାଙ୍କ କାନ୍ଧରେ କଣ କଲେ, ଜଣେ ଡେଙ୍ଗା ତେଜସ୍ୱୀ ପୁରୁଷ ତାଙ୍କ କାନ୍ଧରେ ହାତଟା ରଖିଲେ, ଯୋଉଟା ଦେଖି ତମର ଅଙ୍ଗଦ କଣ କଲେ ନା ଚମକି ପଡିଲେ। ତ ତାଙ୍କର ବେଶଭୂଷା କେମିତି ଥିଲା ନା ରାଜ ପରିବାର ଲୋକ ପରି। ତ ଅଙ୍ଗଦ ସେଠରୁ କଣ କଲେ ନା ତାଙ୍କ ହାତ ଧରି ଉଠିଲେ ଏବଂ ତାଙ୍କୁ ପଚାରିଲେ ଯେ, ଆପଣ କଣ କଳିଙ୍ଗର ମହାରାଜା? ତ ସେଠାରେ ସେ ମହାପୁରୁଷ ଗମ୍ଭୀର ଏବଂ ଆଦେଶ ଦେଲା ବୋଲି କହିଲେ, ନା, ମୁଁ ରାଜା ନୁହେଁ। ଅର୍ଥାତ୍ ମୋ ସହ ଚାଲ, ମୁଁ ତମକୁ କଣ କରିବି ନା କଳିଙ୍ଗର ମହାରାଜା ପାଖକୁ ନେଇଯିବି। ଚାଲ ଆମେ ନେକ୍ସଟ ଯିବା। ନେକ୍ସଟ ଦେଖ, ଯୋଉଟା କୁହାଯାଇଛି, ଯାଦୁରେ ବେଶଭୂତ ହେଲା ପରି ଅଙ୍ଗଦ ସେଇ ଡେଙ୍ଗା ଲୋକଙ୍କର ପଛେ ପଛେ ଚାଲିବାକୁ ଲାଗିଲେ। କିନ୍ତୁ ତାଙ୍କ ସହ ତାଳ ମିଳେଇ ଚାଲିବା କଷ୍ଟକର ହେଇଥିବାରୁ ଅଙ୍ଗଦ ମଝିରେ ମଝିରେ ଅଟକି ଯାଉଥିଲା। ଅଙ୍ଗଦ ତାଙ୍କୁ ଟିକେ ଧୀରେ ଚାଲିବାକୁ ଅନୁରୋଧ କରିବାକୁ ସେ ବ୍ୟକ୍ତି ଜଣକ ପଛକୁ ନ ଚାହିଁ ଉତ୍ତର ଦେଲେ ଯେ, ସେ ଦୁନିଆରେ ସବୁଠାରୁ ଶୀଘ୍ର ଚାଲନ୍ତି। ତମର କ୍ୱେଶ୍ଚନ ଆସିବ ଯେ, ତମର ଯୋଉ ଡେଙ୍ଗା ଲୋକଟା ଥିଲେ, ଅଙ୍ଗଦ ପଚାରିଥିଲେ ଯେ ଟିକେ ଧୀରେ ଚାଲନ୍ତୁ, ତ ସେ ଲୋକଟା କଣ ଉତ୍ତର ଦେଲେ? ତମର କହିବ କଣ ନା ସେ କହିଲେ, ପଛକୁ ନ ଯାଇ ଉତ୍ତର ଦେଲେ ଯେ ସେ ଦୁନିଆର ସବୁଠାରୁ ଶୀଘ୍ର ଚାଲନ୍ତି, ସବୁଠୁ ସ୍ପିଡ, ଫାଷ୍ଟ ବୋଲି କହିପାରିବା। ଠିକ ଅଛି। ତ ଯୋଉଟା ତମ ମାନଙ୍କର, ଏହାପରେ ସେଇ ବ୍ୟକ୍ତି ଜଣକ ଅଙ୍ଗଦକୁ କଳିଙ୍ଗ ରାଜ ଦରବାର ନିକଟରେ ଛାଡି କୁଆଡେ ଉଭା ନମିସ୍ ତମର ସେମିତି ଲୁଚି ଯିବା, ତମର କଣ କହିପାରିବ, ତାକୁ କଣ କହିପାରିବ, ଯୋଉଟା ଆମେ କହିପାରିବା ଯେ ଉଧାହ ହେଇଯିବା। ଗୋଟେ ଜାଗାରେ ରହିଲେ ହଠାତ୍ ଦେଖିଲା ପରେ ସେ ଜାଗାରେ ସେ ନାହାନ୍ତି। ସେତିକି ବେଳେ କଣ ହେଇଛି ନା ଅଙ୍ଗଦ ଦେଖିଲେ ଯେ ମହାରାଣୀ, ତମର ମହାରାଣୀ ଦେଖ ଲେଖା ହେଇଛି ନା କୁରୁବାକି, କିଏ ନା କୁରୁବକି ଧୀରେ ଧୀରେ ପାହାଚ ଓହ୍ଲେଇ ଦରବାର କକ୍ଷରୁ ଆସିଛନ୍ତି ଏବଂ ଦୁଇ ପଟେ ଠିଆ ହେଇଥିବା ଯୋଉ ଦାସୀ ମାନେ ତାଙ୍କ କଣ କଲେ ନା ମୁଣ୍ଡ ନିଏ ସମ୍ମାନ ଜଣାଉଛନ୍ତି। ମହାରାଣୀ ଭିତରକୁ ଆସିବା ମାତ୍ରେ ଦରବାରରେ ଚାଲିଥିବା ସମସ୍ତ ଯୋଉ କୋହଳ କଣ ହେଇଗଲା, ଶାନ୍ତ ପଡିଗଲା। ସମସ୍ତେ ଯୋଉ ମନ୍ତ୍ରିମଣ୍ଡଳ ଥିଲେ ସେମାନେ କଣ ଡିସ୍କସନ କରୁଥିଲେ, ତ ସେଇଟା କଣ ହେଇଗଲା, ଶାନ୍ତ ହେଇଗଲା। ତ ମନ୍ତ୍ରୀ ଓ ସେନାପତି ମାନେ ତାଙ୍କୁ ଅଭିବାଦନ ଜଣାଇଲେ ଏବଂ ମହାରାଣୀ ନିଜର ଆସନ ଗ୍ରହଣ କରି ଅନ୍ୟମାନଙ୍କୁ କଣ ବସିବାକୁ କହିଲେ। ତାପରେ ଦେଖ, ଦରବାରରେ ଯେତିକି ସବୁ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ମୁହଁରେ ଗଭୀର ଚିନ୍ତା ଥିଲା। କାହିଁକି ଦେଖ, ଏବଂ ଭୟ ମଧ୍ୟ ଥିଲା। ଯେମିତିକି ସେମାନଙ୍କର ଛାତି ଜୋରରେ ଧକ୍କିବାର ଶବ୍ଦ ଶୁଭା ଯାଉଥିଲା, ତାଙ୍କର ହାର୍ଟ ବିଟ୍ ଏତେ ଜୋରରେ ହେଉଥିଲା ଯେମିତିକି ଶୁଭା ଯାଉଥିଲା। ଠିକ ଅଛି। ତ ସମସ୍ତଙ୍କ ଉତ୍କଣ୍ଠରେ ଅନ୍ତ ଘଟେଇବାର ମହାରାଣୀ ଯୋଉ କୁରୁବାକି ଘୋଷଣା କଲେ ଯେ ମହାରାଜଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ, କିନ୍ତୁ ସେ ବିଚାର କରିବା ପାଇଁ
ସଦସ୍ୟ ମାନଙ୍କ ନିକଟରେ ଏକ ବାର୍ତ୍ତା ପଠେଇଛନ୍ତି। ବୁଝିପାରୁଛ? ସେ ଡେଙ୍ଗା ଲୋକଟା ତମର ଅଙ୍ଗଦକୁ ନେଇ ଆସିଲା କୋଉଠି ନା ତମର ରାଜ ଦରବାରରେ। ସେଇଠି ସେ ଦେଖିଲେ ନା ମହାରାଣୀ ଆସିଛନ୍ତି, ପାହାଚରେ ବସିଛନ୍ତି। ସେ ଆସିକି ଦେଖିଲେ ସମସ୍ତେ ବସିଛନ୍ତି। ତ ସେଥିରେ ଆସିକି ମହାରାଣୀ କଣ ଘୋଷଣା କଲେ ନା ମହାରାଜାଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ଘଟି ନାହିଁ। ସେ କିନ୍ତୁ ସେ ବିଚାର କରିବା ପାଇଁ କଣ କଲେ ସଭ୍ୟମାନଙ୍କୁ ନିକଟରେ ଗୋଟିଏ ବାର୍ତ୍ତା ପଠେଇଛନ୍ତି। ତ ଚାଲ ଆମେ ନେକ୍ସଟ ଯିବା ଯେ ତମର ମହାରାଜା କୋଉ ବାର୍ତ୍ତାଟା ପଠେଇଛନ୍ତି। ମହାରାଣୀ କୁରୁବାକୀଙ୍କ କଥା ଶୁଣି ମନ୍ତ୍ରୀ ଯୋଉ ମହାମନ୍ତ୍ରୀ ଥିଲେ ଠିଆ ହେଇ କହିଲେ ଯେ ମହାରାଜାଙ୍କର ସମସ୍ତ ଆଦେଶ ସେମାନଙ୍କ ପାଇଁ କଣ ନା ଚିରଧାର୍ଯ୍ୟ ଅଟେ। ଏହାପରି ମହାରାଣୀ ଉପସ୍ଥିତି ସମସ୍ତଙ୍କୁ ଜଣେଇଲେ ଯେ ମହାରାଜା ନିଜର ଅନୁପସ୍ଥିତିରେ ରାଜ୍ୟ ଚଲେଇବାର ସମ୍ପୂର୍ଣ୍ଣ ଦାୟିତ୍ୱ ସେମାନଙ୍କର ଏକମାତ୍ର କନ୍ୟା କିଏ ନା ରାଜଜେମା ରାଜେଶ୍ୱରୀଙ୍କୁ ଦେବାକୁ ଇଚ୍ଛା ପ୍ରଦାନ କରୁଛନ୍ତି ଏବଂ ଏଥିପାଇଁ ସଭା ସଦସ୍ୟ ମାନଙ୍କର ସମ୍ମତି ଲୋଡ଼ିଛନ୍ତି। ଯଦିଓ ରାଜତନ୍ତ୍ରରେ ରାଜା ନିଜ ଉତ୍ତରାଧିକାରୀ ବାଛିଥାନ୍ତି ଏବଂ ଏଥିପାଇଁ କାହାର ବି ଅନୁମତି ଦରକାର ନଥାଏ, ତଥାପି ଏହି ପ୍ରସ୍ତାବ ଶୁଣି କିଛି ଲୋକଙ୍କ ମୁହଁରେ ଭାବ ବଦଳି ଯାଇଥିଲା। କିନ୍ତୁ ମହାମନ୍ତ୍ରୀ ଓ ଅନ୍ୟମାନେ ଏହାକୁ ଖୁସିର ସହ ଗ୍ରହଣ କଲେ, କାରଣ ସେହି ରାଜ୍ୟର ପୁଅ ବୋଲି ଝିଅ ମାନଙ୍କୁ ମଧ୍ୟ କଣ ସିଂହାସନ ଦେବାର ପରମ୍ପରା ଥିଲା। ରାଜେଶ୍ୱରୀ ମଧ୍ୟ ବୃଦ୍ଧି ଏବଂ ବୀରତ୍ୱରେ କୌଣସି ପ୍ରକାର ରାଜପୁତ୍ର ଠାରୁ କମ୍ ନଥିଲେ। ସମସ୍ତ ଅନୁରୋଧ କ୍ରମେ ରାଜଜେମା ରାଜେଶ୍ୱରୀ ଦରବାରକୁ ଆସି ପିତାଙ୍କର ଇଚ୍ଛାକୁ ଗ୍ରହଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ। କିନ୍ତୁ ସେ ଅତି ବିନମ୍ରତାର ସହ ପ୍ରଶ୍ନ କଲେ ଯେ ରାଜ ପରିବାରରେ ଜନ୍ମ ହେଇଥିଲେ ମଧ୍ୟ ତାଙ୍କର ରାଜକାର୍ଯ୍ୟ ପରିଚାଳନା କରିବାର କୌଣସି ଅଭିଜ୍ଞତା ନାହିଁ ବା ଏକ୍ସପିରିଏନ୍ସ ନାହିଁ। ତେଣୁ ସେ ଏହି ବଡ଼ ଦାୟିତ୍ୱ ଠିକ ଭାବରେ ଯୋଉ ତୁଲାଇ ବା ଚାଲେଇ ପାରିବେ ବୋଲି ସଦସ୍ୟ ମାନଙ୍କୁ ବିଶ୍ୱାସ କରୁଛନ୍ତି କି ଯେ ସେ ପଚାରୁଛନ୍ତି ଯେ ମୁଁ ତ ରାଜ ପରିବାରରେ ଜନ୍ମଗ୍ରହଣ କରିଛନ୍ତି, ତ କିନ୍ତୁ ରାଜ କାର୍ଯ୍ୟ ଯୋଉଗୁଡା ଅଛି, ଯେତିକି ସବୁ ରାଜ କାର୍ଯ୍ୟ ଗୁଡା ଅଛି ତାର ପରିଚାଳନା କରିବା ପାଇଁ ମୋ ପାଖରେ କିଛି ଅଭିଜ୍ଞତା ବା ଏକ୍ସପିରିଏନ୍ସ ନାହିଁ। କିନ୍ତୁ ଆପଣମାନେ ଯୋଉଟା କହୁଛନ୍ତି ଯେ ମୁଁ ଏଇ ରାଜ୍ୟଟାକୁ ଚଲେଇ ପାରିବି କି, ସେଇଟା ସଦସ୍ୟ ମାନଙ୍କୁ ସେ ବିଶ୍ୱାସ କରୁଛନ୍ତି କି ପଚାରୁଛନ୍ତି। କିଏ ନା ରାଜଜେମା ରାଜେଶ୍ୱରୀ। ତାପରେ ଯିବା, ଠିକ ଅଛି। ନେକ୍ସଟ ଦେଖ, ନେକ୍ସଟ କଣ କହିଛି ନା ଯେଉଁମାନେ ନୀରବ ଥିଲେ ସେମାନଙ୍କ ମଧ୍ୟରୁ ଜଣେ ଉଠି କହିଲେ ଯେ ବର୍ତ୍ତମାନ ସାଧାରଣ ଭାବେ ରାଜ୍ୟ ଚଲେଇବାର ସମୟ ନୁହେଁ। ରାଜ୍ୟ ଚଲେଇବାର ସମୟ ନୁହେଁ। କେମିତି ରାଜ୍ୟ ଚଲେଇବାର ଅଛି ସେଇ ସମୟ ନୁହେଁ। ମଗଧର ସମ୍ରାଟ ଅଶୋକ ଏକ ବିଶାଳ ସୈନ୍ୟବାହିନୀ ନେଇ କଳିଙ୍ଗ ଉପରେ ଆକ୍ରମଣ କରିଛନ୍ତି ଏବଂ ସୀମାରେ ଯୁଦ୍ଧ ଆରମ୍ଭ ହେଇଯାଇଛି। ଆମର ସୀମାନ୍ତ ସେନା ଧ୍ୱଂସ ହେଇଗଲେଣି ଏବଂ ଶତ୍ରୁମାନେ ଦ୍ରୁତ ଗତିରେ ରାଜ୍ୟ ଭିତରକୁ ମାଡ଼ି ଆସୁଛନ୍ତି। ତ ଏହା କହିଥିଲେ କିଏ ଯେ ନୀରବ ହେଇକି ବସିଥିଲେ ସେଥିରୁ ଜଣେ ଠିଆ ହେଇକି ଏଇ କଥା କହିଲେ ଏବଂ ମହାମନ୍ତ୍ରୀ ମଧ୍ୟ ଉଦ୍ବେଗର ସହ ଏକଥା ସ୍ୱୀକାର କରି କହିଲେ ଯେ କଳିଙ୍ଗ ଏବେ ଏକ ଘୋର ସଙ୍କଟ ଦେଇ ଗତି କରୁଛି। ଏହା ଶୁଣି ରାଜଜେମା ରାଜେଶ୍ୱରୀ ଅତି ଦୃଢ଼ତାର ସହ କହିଲେ ଯେ ଏ ବିଷୟରେ ସେ ଅବଗତ ଅଛନ୍ତି, ସେ ଜାଣିଛନ୍ତି ଏବଂ କଳିଙ୍ଗକୁ ରକ୍ଷା କରିବାକୁ ହେଲେ ତୁରନ୍ତ ରଣକୌଶଳ ପ୍ରସ୍ତୁତ କରିବାକୁ ପଡ଼ିବ। ସେ ସମସ୍ତଙ୍କର ସହଯୋଗ ମାଗିବାରୁ ତାଙ୍କର ଦୃଢ଼ ସ୍ୱରରେ ପ୍ରଭାବିତ ହୋଇ ଉପସ୍ଥିତ ସମସ୍ତେ ଏକ ସ୍ୱରରେ ଯୋଗ ଦେଲେ, ସହଯୋଗ କରିବେ ବୋଲି କଣ କଲେ ନା ପ୍ରତିଶ୍ରୁତି ଦେଲେ। ଏହାପରେ ରାଜେଶ୍ୱରୀ ଏକ ଆଶ୍ଚର୍ଯ୍ୟଜନକ ପ୍ରସ୍ତାବ ଦେଇ କହିଲେ ଯେ ତାଙ୍କୁ ସେମାନଙ୍କର ମଧ୍ୟରୁ ଏପରି 12 ଜଣ ଲୋକ, କେତେଟା ଲୋକ ନା 12 ଜଣ ଲୋକ ସାହସୀ ଯୋଦ୍ଧା ଦରକାର, ଯେଉଁମାନେ ଆଜି ହିଁ ସହ ସାମ୍ନା ସାମ୍ନି କଣ କରିବ ଯୁଦ୍ଧ କରିବାକୁ ଯିବା ପାଇଁ ପ୍ରସ୍ତୁତ ଥିବେ। କଣ କହିଲେ ନା 12 ଜଣ ସାହସୀ ଯୋଦ୍ଧା ଦରକାର, ଯୋଉମାନେ କି ଆଜି ହିଁ ତାଙ୍କ ସହିତ ସାମ୍ନା ସାମ୍ନି ଯୁଦ୍ଧ କରିବା ପାଇଁ ଯିବା ପାଇଁ ପ୍ରସ୍ତୁତ ଥିବା ଦରକାର। ଏକଥା ଶୁଣି ସମଗ୍ର ଦରବାର ସ୍ତବ୍ଧ ହେଇଗଲା ଏବଂ ସେମାନଙ୍କର ଯୋଉ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ଚାହିଁଲେ। କହିଲେ ଜଣେ ଭୟ ଏବଂ ଆଶ୍ଚର୍ଯ୍ୟରେ କଣ ଧୀରେ ଟିକେ କହିଲେ, ପଚାରିଲେ ଆଜି। ତ ଏତିକି ଥିଲା ତମର ଏଇ ପାର୍ଟରେ। ନେକ୍ସଟ ଆମେ ଯିବା ନେକ୍ସଟ ପେଜରେ। ଦେଖ ନେକ୍ସଟ ପେଜରେ କଣ କହୁଛି ନା ରାଜେଶ୍ୱରୀ ଦୃଢ଼ତାର ସହ କହିଲେ ଯେ ସେ ବର୍ତ୍ତମାନ ହିଁ 12 ଜଣ ଯୋଦ୍ଧା ଚାହାନ୍ତି ଏବଂ ସେ ନିଜେ କାହାକୁ ବାଛିବେ ନାହିଁ, ବରଂ ଯେଉଁମାନେ ନିଜ ଇଚ୍ଛାରେ ଆଗେଇ ଆସିବେ କେବଳ ସେମାନଙ୍କୁ ସାଙ୍ଗରେ ନେବେ। ଏହା ଶୁଣି
ତାଙ୍କ ସ୍ୱାମୀ ଦେଖ ତାଙ୍କ ସ୍ୱାମୀ ଥିଲେ ସେ ଦରବାରରେ ସମେତ 12 ଜଣରୁ ଅଧିକ ଯୋଦ୍ଧା ଠିଆ ହେଇ ଗଲେଣି। ଏହାପରେ ରାଜେଶ୍ୱରୀ ଅତି ନମ୍ରତାର ସହ ସେଇ ଯୋଦ୍ଧାମାନଙ୍କର ବ୍ୟତୀତ ଅନ୍ୟ ସମସ୍ତଙ୍କୁ ସଭାଗୃହ ତ୍ୟାଗ କରିବାକୁ ଅନୁରୋଧ କଲେ, କାରଣ ତାଙ୍କର କିଛି ଗୋପନ ଆଲୋଚନା କରିବାର ଥିଲା। ଅନ୍ୟମାନେ ସଭାଗୃହରୁ ଗଲା ପରେ ସେ ଜଣେଇଲେ ଯେ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ କେବଳ 12 ଜଣ ଦରକାର ଅଛି। ତେଣୁ ଯେଉଁମାନେ ପ୍ରଥମେ ନେତୃତ୍ୱ କରିବାକୁ ଗ୍ରହଣ କରିବାକୁ ବିନା କୁଣ୍ଠାରେ ଆଗେଇ ଆସିଥିଲେ ସେମାନଙ୍କୁ ରଖି ବାକି ମାନଙ୍କୁ କଣ କଲେ, ନିଜ ଆସନକୁ ଯିବା ପାଇଁ ନିର୍ଦ୍ଦେଶ ଦେଲେ। ଏହାପରେ ଗୋପନ ଆଲୋଚନା ଆରମ୍ଭ କରି ସେ ଗମ୍ଭୀର ସ୍ୱରରେ କହିଲେ ଯେ ମଗଧର ବିଶାଳ ତଥା ଅତି ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସେନାମାନଙ୍କୁ ସାମ୍ନା ସାମ୍ନି ଯୁଦ୍ଧରେ ମୁକାବିଲା କରିବାର ଶକ୍ତି କଳିଙ୍ଗର ନାହିଁ। ତେଣୁ ଶତ୍ରୁଙ୍କୁ ପରାସ୍ତ କରିବାକୁ ହେଲେ ଦୀର୍ଘ ଦିନ ଧରି ଛକି ଛକି ବା ଲୁଚି ଲୁଚି ଗରିଲା ଶୈଳରେ କଣ କରିବା, ଯୁଦ୍ଧ କରିବାକୁ ପଡିବ ବୋଲି ସେ ପ୍ରସ୍ତାବ ଦେଲେ ଏବଂ ଏଥିରେ ସମସ୍ତଙ୍କର ସମ୍ମତି ଅଛି କି ନାହିଁ ସେ ପଚାରିଲେ। ନେକ୍ସଟ ପେଜ କୁ ଯିବା। ନେକ୍ସଟ ପେଜରେ ଦେଖ, ଯୋଦ୍ଧା ମାନେ ରାଜେଶ୍ୱରୀଙ୍କ ରଣକୌଶଳରେ ସମ୍ପୂର୍ଣ୍ଣ ରୂପେ ବୁଝି ନ ପାରିଲେ ମଧ୍ୟ ଏକ ସ୍ୱରରେ ସମ୍ମତି ଜଣାଇଲେ ଯେ ରାଜେଶ୍ୱରୀ ସେମାନଙ୍କୁ କହିଲେ ଯେ ପ୍ରଥମତଃ ସେମାନଙ୍କର ଏହି ଯୋଉ ଗୋପନ ନିଷ୍ପତ୍ତି ବିଷୟରେ ବାହାରେ କେହି ଯେପରି ନ ଜାଣନ୍ତି, ସେଥିପାଇଁ ସମସ୍ତେ ସତର୍କ ରହିବେ ଏବଂ ଗୋଟେ ରୁଲ ଦେଖାଗଲା ଯେ ଏଇ ଯୋଉ ଡିସ୍କସନ ହେଲା ସେଟା ଗୋପନୀୟ ରଖାଯାଉ। ଏବଂ ଦ୍ୱିତୀୟ କଣ କହିଲା ନା ଏହି ଯୁଦ୍ଧରେ କେହି ଜଣେ ନିର୍ଦ୍ଦିଷ୍ଟ ସେନାପତି ରହିବେ ନାହିଁ, ଯେ ଏମିତି କହିବା ଯେ ପୁରା ସେନା ରହିଲା, ସେନାର ଜଣେ ସେନାପତି ରହିବ। ତ ପ୍ରତ୍ୟେକ ଯୋଦ୍ଧା ନିକଟରୁ ନିଜକୁ ଜଣେ ଜଣେ ସେନାପତି ଭାବିବେ, ଯେ ସମସ୍ତେ ଯୋଉ 12 ଜଣ ଯୋଦ୍ଧା ଥିବ ସେ ସମସ୍ତେ ନିଜେ ନିଜେ ସେନାପତି। ଏହାପରେ ସେ 12 ଜଣ ଯୋଦ୍ଧାକୁ ଅଲଗା ଅଲଗା ଡାକି ଧୀରେ ସ୍ୱରରେ କିଛି ଗୁପ୍ତ ନିର୍ଦ୍ଦେଶ ଦେଲେ। ଠିକ ଅଛି। ତ ଏହାପରେ ଯଦି ଆମେ ଯିବା, ଏହାପରେ ଅଙ୍ଗଦଙ୍କ ସାମ୍ନାରେ ପୁଣି ସେଇ ତେଜସ୍ୱୀ ପୁରୁଷ ଜଣକ ଆସି ପହଞ୍ଚିଲେ ଏବଂ ଗମ୍ଭୀର ସ୍ୱରରେ ତାଙ୍କୁ ସେଇ ଭୟଙ୍କର କଳିଙ୍ଗର ଯୁଦ୍ଧ ଦେଖିବାକୁ ସାଙ୍ଗରେ ନେଇଗଲେ। ଯୁଦ୍ଧଭୂମି ଧଉଳି ଅଞ୍ଚଳ ଯୋଉ ଘୋଡା ଟାପୁର ଶବ୍ଦ ଏବଂ ଅସ୍ତ୍ରଶସ୍ତ୍ର ଆବାଜ ଏବଂ ଆହତ ସୈନ୍ୟମାନଙ୍କର ଯୋଉ କରୁଣ ଚିତ୍କାର ଥରି ଉଠୁଥିଲା। ଦୟା ନଦୀ ରକ୍ତର ନଦୀରେ ପରିଣତ ହେଇଯାଇଥିଲା। ଯୋଉ ଦୟା ନଦୀ ଥିଲା ସେ କୋଉ ନଦୀରେ ପରିଣତ ହେଇଥିଲା ନା ରକ୍ତର ନଦୀରେ ପରିଣତ ହେଇସାରିଥିଲା। ଚାରିଆଡେ ଏତେ କଳ ଯୋଉ ଚିତ୍କାର ଆହାକାର ଥିଲା ଯେ କେଉଁ ପକ୍ଷର, ମଗଧର କିମ୍ବା କଳିଙ୍ଗର ସୈନ୍ୟ ମରୁଛନ୍ତି କିମ୍ବା କାହାର ସେନାପତି ନିର୍ଦ୍ଦେଶ ଦଉଛନ୍ତି ତାହା ଜାଣିବା ବହୁତ କଷ୍ଟକର ହଉଥିଲା। ଏତେ ଚିତ୍କାର, ଏତେ ହାହାକାର ଚାଲୁଥିଲା। ବୁଝିପାରୁଛ? ଏହିପରି ଭାବେ ଦିନେ ପରେ ଦିନେ, ମାସ ପରେ ମାସ ବିତିଗଲା। କଳିଙ୍ଗର ଗାଁ ଗଣ୍ଡର ସାଧାରଣ ଲୋକମାନେ ମଧ୍ୟ କଣ କଲେ, ହାତରେ ଖଣ୍ଡା, ଯୋଉଟା ତରବାରୀ, ତୀର, ବର୍ଷା ଧରି କଣ କରେ, ଧାଡି ଧାଡି ହୋଇ ଯୁଦ୍ଧରେ ସାମିଲ ହେବାକୁ ଆସିଥିଲେ। ଯାହା ଫଳରେ ଦୟା ନଦୀରେ ରକ୍ତର ସ୍ରୋତ ଆହୁରି ଘନ ହେବାକୁ ଲାଗିଲା। ଅନ୍ୟପଟେ ଯଦି ଦେଖିବା, ଏହି ଦୀର୍ଘସ୍ଥାୟୀ ତଥା ଭୟଙ୍କର ଯୁଦ୍ଧ ଦେଖି ମଗଧର ସମ୍ରାଟ ଅଶୋକ ନିଜ ଶିବିରରେ ଅତ୍ୟନ୍ତ ଚିନ୍ତିତ ଅବସ୍ଥାରେ ବସିଥିଲେ ଏବଂ ମହାମନ୍ତ୍ରୀ ତାଙ୍କ ଆଦେଶର ଅପେକ୍ଷାରେ ପାଖରେ ଠିଆ ହେଇଥିଲେ। ତାପରେ ଯିବା ନେକ୍ସଟ ପେଜ କୁ। ନେକ୍ସଟ ପେଜ ଦେଖ କଣ କହୁଛି ନା, ସମ୍ରାଟ ଅଶୋକ ଚିନ୍ତିତ ଏବଂ ବିରକ୍ତ ହୋଇ ମହାମନ୍ତ୍ରୀଙ୍କୁ ପଚାରିଲେ, 4 ମାସ ହେଲାନି ଯୁଦ୍ଧ ଚାଲିଛି, ହଜାର ହଜାର ସୈନ୍ୟ ମୃତ୍ୟୁହତ ହେଲାନି ଏବଂ ଆମର ଖାଦ୍ୟ ସାମଗ୍ରୀ ବା ମଧ୍ୟ କଣ ହେଉଛି ନା ସରି ଆସିଲାନି। ଆପଣ ତ କହିଲେ ଯେ କଳିଙ୍ଗର ବୃଦ୍ଧ ରାଜା ଅସମର୍ଥ ଥିବାରୁ ମାତ୍ର 2 ଦିନ ଭିତରେ ଆତ୍ମସମର୍ପଣ କରିବେ ଏବଂ ଆମ କଳିଙ୍ଗ ଜୟ କରିନେବୁ, କିନ୍ତୁ ଏହି ଯୁଦ୍ଧ ଶେଷ ହେବାର କାରଣ କୌଣସି ଲକ୍ଷଣ ଦେଖିବାକୁ ନାହିଁ। ପ୍ରକୃତରେ ଏହି ଯୁଦ୍ଧ ଚଲଉଛନ୍ତି କିଏ? ତ ମହାମନ୍ତ୍ରୀ ଦେଖ କଣ କହିଲେ ନା, ମହାମନ୍ତ୍ରୀ ପାଖରେ ଏହାର କୌଣସି ସଠିକ ଉତ୍ତର ନଥିଲା। ସେ ଆଶ୍ଚର୍ଯ୍ୟ ହୋଇ କହିଲେ ଯେ ସେ ନିଜେ ମଧ୍ୟ ବୁଝି ପାରୁନାହାନ୍ତି ଏ ଯୁଦ୍ଧ କିଏ ଚଲଉଛନ୍ତି, କାରଣ କେବଳ ସୈନ୍ୟ ନୁହନ୍ତି ବରଂ କଳିଙ୍ଗର ହଜାର ହଜାର ସାଧାରଣ ଲୋକ ମଧ୍ୟ ଯୁଦ୍ଧ କରିବାକୁ ଆଗେଇ ଆସୁଛନ୍ତି, ଯାହାକି ଏକ ଅଦ୍ଭୁତ ଘଟଣା। ଏହା ଶୁଣି ଅଶୋକ କଠୋର ସ୍ୱରରେ କହିଲେ, ମୁଁ ଏଠାରେ କଳିଙ୍ଗର ପ୍ରଜାମାନଙ୍କର ପ୍ରଶଂସା ଶୁଣିବାକୁ ଆପଣଙ୍କୁ ଡାକି ନାହିଁ। ତୁରନ୍ତ ସସମ୍ମାନେ ଏହି ଯୁଦ୍ଧକୁ ଶେଷ କରିବାର ବ୍ୟବସ୍ଥା କରନ୍ତୁ। ଏହାପରେ ମହାମନ୍ତ୍ରୀ ନିଜ ଯୋଜନା ବିଷୟରେ ଅଶୋକଙ୍କ କାନ ପାଖରେ ଚୁପ୍ କରି କିଛି କହିଲେ। ତା ପରଦିନ ସକାଳୁ ସମଗ୍ର କଳିଙ୍ଗରେ ନାଗରା ବଜେଇ ଘୋଷଣା କରାଗଲା ଯେ ଯୁଦ୍ଧର ଏଇ ଭୟାବହତା ଯୋଉ ଦେଖି ସମ୍ରାଟ ଅଶୋକ ଅତ୍ୟନ୍ତ ମର୍ମାହତ ହେଇଛନ୍ତି।
ତେଣୁ ସେ ଆଜିଠାରୁ ହିଁ କଣ ହଉଛନ୍ତି ନରହତ୍ୟା କଣ କରିବେ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି। କେବଳ ଆଜି ପାଇଁ ନୁହେଁ ବରଂ ଭବିଷ୍ୟତରେ ସେ ଆଉ କେବେ ବି ଯୁଦ୍ଧ କରିବେ ନାହିଁ, ବରଂ ବୁଦ୍ଧଙ୍କର ଅହିଂସା ମନ୍ତ୍ରରେ ସେ କଣ କରିଛନ୍ତି ଦୀକ୍ଷିତ ହେଇଛନ୍ତି। ଦେଖ ଯୋଉ ଯୁଦ୍ଧଟା ବହୁତ ସମୟ ଧରି ଚାଲିଥିଲା, ଏଠାରେ ଆମେ ଦେଖିଲେ ଯୋଉ ଅଶୋକ କଣ କଲେ ନା ତମର ଆଉ ଯୁଦ୍ଧ କରିବେନି, କାହିଁକି ନା ସେ ବୁଦ୍ଧଙ୍କର ଅହିଂସା ମନ୍ତ୍ର ଦୀକ୍ଷିତ ନେଇଯାଇଛନ୍ତି। ତ ଆପରେ ଆଉ ଲାଷ୍ଟ ପେଜ ଗୋଟେ ପେଜ ଅଛି ଯୋଉଦ୍ୱାରା କି ଆମେ ଆରାମସେ ବୁଝିପାରିବା। ତ ଦେଖ ଆଇ ଥିଙ୍କ ଗଳ୍ପଟା ଟିକେ ତମର ବୁଝି ଆସୁଥିବ, ତମେ ବୁକଟା ପଢିଦବ ଆରାମସେ ବୁଝିପାରିବ। ଜଷ୍ଟ ଟିକେ ଓଡିଆ ଏକ୍ସପ୍ଲେନେସନ ମୁଁ ଦେଇଦଉଛି। ଦେଖ ଯୁଦ୍ଧ ପରେ କଳିଙ୍ଗର ରାଜା ପ୍ରାୟ କଣ ହଉଥିଲେ ପୁରୁଷ ଶୂନ୍ୟ ହେଇଯାଇଥିଲା ଏବଂ ଚାରିଆଡେ ଏକ ନୀରବତାର ଖେଳି ଯାଇଥିଲା। ଅଗଣିତ ମୃତହତ ସୈନିକ ମାନଙ୍କ ମଧ୍ୟରେ ଯୋଦ୍ଧା ବେଶରେ ପଡୁଥିବା ଏକ ଉଜ୍ଜଳ ଶରୀର ଥିଲା ରାଜେଶ୍ୱରୀଙ୍କର, ଯିଏ ଧଉଳି ଜଙ୍ଗଲରେ କଣ କଲେ ମଗଧର ସେନାପତିଙ୍କ ସହ ସିଧାସଳଖ ଯୁଦ୍ଧ କରି ନିଜର ପ୍ରାଣ ବଳି ଦେଇଥିଲେ। ଏହି ଦୃଶ୍ୟ ଦେଖି ଅଙ୍ଗଦ ଭୟଭୀତ ହୋଇ ପଡିଲେ ଏବଂ ତାଙ୍କ ସାମ୍ନାରେ ପୁଣି ସେଇ ଡେଙ୍ଗା ବ୍ୟକ୍ତି ଜଣକ ଉଭା ହେଇକି ହେଲେ। ଅଙ୍ଗଦ ବହୁତ ସାହସ କରି ଜୁଟେଇ ତାଙ୍କୁ ପଚାରିଲେ ଯେ ଏତେ ବଡ ବୀରଙ୍ଗନା ହେବା ସତ୍ତ୍ୱେ ଇତିହାସରେ ରାଜେଶ୍ୱରୀଙ୍କର ନାମ କାହିଁକି ନାହିଁ? ଏହାର ଉତ୍ତରରେ ସେଇ ବ୍ୟକ୍ତି ଜଣକ ବୁଝେଇଲେ ଯେ ରାଜନୀତିରେ ଷଡ଼ଯନ୍ତ୍ର ହିଁ ସବୁଠାରୁ ବଡ ଅସ୍ତ୍ର। ଜଣେ ଯେତେ ବଡ ବୀର ହେଲେ ବି ଯଦି ସେ ଷଡ଼ଯନ୍ତ୍ର କରି ସାମ୍ରାଜ୍ୟ ସ୍ଥାପନ କରିପାରିବେ ତେବେ ଇତିହାସ ତାଙ୍କୁ ମନେ ରଖେ ନାହିଁ। ଯଦି ଷଡ଼ଯନ୍ତ୍ର ନ କରି ଯଦି ସାମ୍ରାଜ୍ୟ ସ୍ଥାପନ ନ କରିପାରିବ ତାହେଲେ ତେବେ ତାଙ୍କୁ ଇତିହାସ କେବେ ବି ମନେ ରଖେ ନାହିଁ କି ପ୍ରଚାର କରେ ନାହିଁ। ନିଜ ରାଜ୍ୟକୁ ବଞ୍ଚେଇବାକୁ କିମ୍ବା ବଢେଇବାକୁ ହେଲେ ଷଡ଼ଯନ୍ତ୍ର ଆଶ୍ରୟ ନେବାକୁ ପଡେ, ଯାହା ଆମର ଯୋଉ କଳିଙ୍ଗର ମହାରାଜା ଥିଲେ କିମ୍ବା ତାଙ୍କର କନ୍ୟା ଯୋଉ ରାଜଜମା ରାଜେଶ୍ୱରୀ ଥିଲେ ସେମାନେ କରିପାରିଲେ ନାହିଁ। ଏତିକି କହି ସେଇ ବ୍ୟକ୍ତି ଜଣକ ଶୀଘ୍ର ସେଠାରୁ କଣ କରିଥିଲେ ନା ଚାଲିଯିବାକୁ ଲାଗିଲେ। ଅଙ୍ଗଦ ପାଟି କରି ପଚାରିଲେ ଆପଣ କଣ ସ୍ୱୟଂ ଇତିହାସ ପୁରୁଷ? ହଠାତ୍ ଅଙ୍ଗଦଙ୍କର ନିଦ ଭାଙ୍ଗିଗଲା। ସେ ଦେଖିଲେ ଯେ ରାତି ପାହି ଆସୁଛି ଏବଂ ଧଉଳି ଶାନ୍ତି ସ୍ତୂପ ଉପରେ ଆକାଶରେ କେବଳ ଗୋଟିଏ ମାତ୍ର ତାରା ଉଜ୍ଜଳ ହେଇ ଚମକୁଛି। ଏଇ ଯୋଉ ଗପଟା ରହିଲା, ଅଙ୍ଗଦ କାହିଁକି ନା ଇତିହାସର ଛାତ୍ର, ଠିକ ଅଛି। ତ ସେ କଣ କଲେ ନା ସେଠି ଟିକେ ରିଲାକ୍ସ କରିବାକୁ ବସି ଯାଇଥିଲେ, କଷ୍ଟ ହେଇଯାଇଥିଲା ତ ଆରାମସେ ଶୋଇ ପଡିଲେ। ତ ତାଙ୍କ ମୁଣ୍ଡରେ ଯୋଉଟା ଚାଲିଥିଲା ସେଇଟା ଆମେ କଣ କରୁଛନ୍ତି ନା ଯୋଉ ନଳିନୀ ଶତପଥୀ ଆମର ଏକ୍ସପ୍ଲେନ କରୁଛନ୍ତି, ଗୋଟେ ଗଳ୍ପ ଆକାରରେ ଆମ ସାମ୍ନାରେ ଦେଇଛନ୍ତି ଯେ ଯୋଉ ରାଜନୀତି କଥା କୁହାଯାଇଛି, ଯଦି ରାଜନୀତିରେ ଷଡ଼ଯନ୍ତ୍ର ହଉଛି ସବୁଠାରୁ ବଡ ଅସ୍ତ୍ର। ଯଦି ତମେ ଷଡ଼ଯନ୍ତ୍ର କରିକି ତମେ କଣ କରିପାରିଲ ନା ରାଜ୍ୟକୁ ବିସ୍ତାର କରିପାରିଲ କିମ୍ବା ତମର ଆଉ ଯେତିକି ସ୍ଥାପନ କରିବାର ଅଛି ସେଇଟା କରିପାରିଲ, ତାହେଲେ ତମର କଣ ଇତିହାସ ମନେ ରଖିବ। ତମମାନେ ବି ଏମିତି କୁହ କେତିକି ପିଲା ତମେ ଜାଣିଥିଲ ଯେ ତମର କଣ ହଉଛି ନା ନନ୍ଦିନୀ ଶତପଥୀ ଆମର ମୁଖ୍ୟମନ୍ତ୍ରୀ ଥିଲେ। କିଏ କିଏ ଜାଣିଛ ମତେ କମେଣ୍ଟରେ କହିବ ଯେ ଦେଖ ସେ ବି ଯଦି ତମର କଣ କଣ କରୁଛନ୍ତି କଣ ନାହିଁ ତମେ ଜାଣିନ, କିନ୍ତୁ ବହୁତ ଲୋକମାନେ ଏମିତି ଥିବେ, ବହୁତ ଲୋକ ଏମିତି ଥିବେ ଯେଉଁମାନେ ଜାଣିନାହାନ୍ତି, ଆହୁରି କେତେ ଲୋକ ଥିବେ ଯେଉଁମାନେ ଜାଣିଛନ୍ତି। ତ ଏଇ ଯୋଉ ଗଳ୍ପଟା ଥିଲା ସେଟା ବହୁତ ସରଳ ଭାଷାରେ ମୁଁ ତମକୁ ଲେଖିକି ଦେଇଛି, ତ ଆରାମସେ ତମେ ବୁକ୍ ପଢିପାରିବ। ତା ସହିତ ଏଇ ଯୋଉ ନୋଟ୍ସର ଯଦି ତମକୁ PDF ଦରକାର ହବ ତମେ କମେଣ୍ଟରେ ଲିଙ୍କ କରିଦବ, ନହେଲେ ପିନ୍ କମେଣ୍ଟ ଚେକ୍ କରିଦବ ଯୋଉଠିକି ତମର ନୋଟ୍ସଟା ଥିବ। ଠିକ ଅଛି, ଆଶା କରୁଛି ତମକୁ ଏଇଟା ଭଲ ଲାଗିଥିବ। ବହୁତ ବହୁତ ଧନ୍ୟବାଦ ଏଇ ଲାଷ୍ଟ ତକ ଭିଡ଼ିଓ ଦେଖିବା ପାଇଁ। ଯଦି ଏହାର କ୍ୱେଶ୍ଚନ ପ୍ରାକ୍ଟିସ କରିବାକୁ ଚାହୁଁଛ ତ ଆରାମସେ ଆମର ନେକ୍ସଟ କ୍ଲାସ୍ ଆମର ଏହାର କ୍ୱେଶ୍ଚନ ଉପରେ ଡିସ୍କସନ କରିବା, ବହୁତ ସାରା କ୍ୱେଶ୍ଚନ ଡିସ୍କସନ କରିବା। ତ ଆଜିର ଲେକ୍ଚର ଆମେ ଏତିକି ରଖିଲେ। ବହୁତ ବହୁତ ଧନ୍ୟବାଦ ତମମାନେ ଶେଷ ଯାଏଁ ଦେଖିବାରୁ। ଆଉ କୋଉମାନେ ଶେଷ ଯାଏଁ ଦେଖୁଛ ମତେ ଟିକେ ପ୍ଲିଜ କମେଣ୍ଟରେ କହିବ।